नमस्कार दर्शक बंधु आपण समस्त को मो चैनल को पुणी थे स्वागत करुच्ची। दर्शक बंधु भूल रे भी स्वामी बाहर को जीवा परे करंतु नाही एही पांचटी भूल नचेत स्वामी हब घोर अमंगल। आज्ञा हाँ दर्शक बंधु स्त्री माने स्वामी जीवा परे सांगे सांगे जदि एही पांचटी काम कर दियंती तांको स्वामी केबे भी उन्नति होई न थाए, सदा सर्वदा अमंगल ही होई थाए। ଏହା ବର୍ତ୍ତମାନ ନୁହଁ, ପୂର୍ବରୁ ହିଁ ଏହି କଥାଟି ଯଥାର୍ଥ ପ୍ରମାଣିତ ହୋଇଅଛି। ଆପଣମାନେ ବଡ଼ ଲୋକମାନଙ୍କ ଠାରୁ ନିଜ ଘରର ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ଠାରୁ ବି ଶୁଣିଥିବେ ଯେ ଏମିତି କାମକୁ ଆପଣ କେବେ ବି କରନ୍ତୁ ନାହିଁ। ଦର୍ଶକ ବନ୍ଧୁ ଭିଡିଓର ଶେଷ ପର୍ଯ୍ୟନ୍ତ ମୋ ସହ ଯୋଡ଼ି ରୁହନ୍ତୁ ଯେ ଏମିତି କେଉଁ ପାଞ୍ଚଟି କାମ ସ୍ୱାମୀ ବାହାରକୁ ଯିବା ପରେ ଆମକୁ କରିବାକୁ ଉଚିତ ନୁହଁ, ୟା ସମ୍ପର୍କରେ ଆଜିର ଭିଡିଓରେ ଆପଣମାନଙ୍କୁ ଜଣାଇବି। ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଯଦି ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ନିହାତି ସବସ୍କ୍ରାଇବ କରନ୍ତୁ, ପାଖରେ ଥିବା ବେଲ ଆଇକନକୁ କ୍ଲିକ୍ କରି ଭିଡିଓକୁ ଗୋଟିଏ ଲାଇକ୍ ଟିଏ କରିଦିଅନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜୟ ମା ଲକ୍ଷ୍ମୀ ନିହାତି ଲେଖନ୍ତୁ। ଦର୍ଶକ ବନ୍ଧୁ ପ୍ରତ୍ୟେକ ବିବାହିତ ମହିଳା ନିଜ ସ୍ୱାମୀଙ୍କର ଉନ୍ନତି ଚାହିଁଥାନ୍ତି, କିନ୍ତୁ ଜଣାତରେ ହଉ କିମ୍ବା ଅଜାଣତରେ ହଉ ସେମାନେ ଏମିତି କିଛି କାମ କରିଦିଅନ୍ତି ଯାହାଦ୍ୱାରା କି ସ୍ୱାମୀଙ୍କର ଅମଙ୍ଗଳ ହୋଇଥାଏ। ଆମେ ଭାବିବା କି ସ୍ୱାମୀ ଭଲ ଚାକିରି କରୁଛନ୍ତି, ଭଲ ଅର୍ଥ ବି ଅଛି ଆମ ଘରେ, ଆମେ ଏସବୁ କଲେ ଆମର କିଛି ବି ହବ ନାହିଁ। କେବଳ ଟଙ୍କା ପଇସା ସବୁ ସୁଖ ମଣିଷକୁ ଦେଇନଥାଏ। ଛୁଆମାନଙ୍କର ଉନ୍ନତି ଏବଂ ଘରେ ଶାନ୍ତି, ମାଧୁର୍ଯ୍ୟତା, ପ୍ରେମ এই ସବୁ ଯାହା ଯେଉଁ ପରିବାରରେ ଏକତା ଥାଏ, ମଧୁରତା ଥାଏ, ଯେଉଁ ଘରର ଲୋକମାନେ ଉନ୍ନତି କରିଥାନ୍ତି, ବିଦ୍ୟା କ୍ଷେତ୍ରରେ ଉନ୍ନତି କରିଥାନ୍ତି, ନିରୋଗୀ ରହିଥାନ୍ତି, ଏହା ଭଗବାନଙ୍କର ଆଶୀର୍ବାଦ। ସେହି ଘର ବୈକୁଣ୍ଠ ସମାନ ଆଜ୍ଞା। ଆଉ ଏମିତି ଘର ନା ଲକ୍ଷରେ ଗୋଟିଏ ହିଁ ମିଳିବ। ଆପଣମାନେ ନିଜକୁ ପଚାରନ୍ତୁ କଣ ଆପଣଙ୍କ ଘରେ ସେ ସବୁ ସୁଖ ଅଛି? କାହା ଭାଗ୍ୟରେ ନାହିଁ ଆଜ୍ଞା। ସମସ୍ତଙ୍କ ଘରେ କିଛି ନା କିଛି ଭୁଲ, କିଛି ନା କିଛି ଅଭାବ ତ ଦୁଃଖ ତ ନିଶ୍ଚୟ ଲାଗିଥିବ। ଏବେ ଦର୍ଶକ ବନ୍ଧୁ ତାପରେ ବି କଣ ଆମେ ଚେଷ୍ଟା କରିବା ଛାଡ଼ିଦେବା? ଚାଲନ୍ତୁ, ଭଗବାନଙ୍କର ଆଶୀର୍ବାଦ ଯଦି ରହିବ ପ୍ରତ୍ୟେକ ଜୀବନରେ ସୁଖ ତ ନିଶ୍ଚୟ ଆସିବ। ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ ତ ପ୍ରତ୍ୟେକଙ୍କ ଭାଗ୍ୟରେ ଲେଖା ଅଛି। ଏବେ ଚାଲନ୍ତୁ ସ୍ୱାମୀ ବାହାରକୁ ଯିବା ପରେ କେଉଁ ପାଞ୍ଚଟି ଭୁଲ ସ୍ତ୍ରୀ ମାନେ ଜମା ବି କରିବା କଥା ନାହିଁ ୟା ସମ୍ପର୍କରେ ଆଜିର ଭିଡିଓରେ ବତାଇବି। ପ୍ରଥମ କଥା ଜାଣି ରଖନ୍ତୁ, କିଛି ଜିନିଷ ସ୍ୱାମୀଙ୍କର ମଙ୍ଗଳ କେମିତି ହବ, ଚାକିରିରେ ଉନ୍ନତି କିପରି ହବ। ସବୁବେଳେ ସ୍ୱାମୀ ଯେତେବେଳେ ବାହାରକୁ ଯାଉଛନ୍ତି ତାଙ୍କୁ କେବେ ବି ଖାଲି ପେଟରେ ଛାଡ଼ିବେ ନାହିଁ। ଖାଲି ପେଟରେ କିଛି ନା କିଛି ଖାଇକରି ଛାଡ଼ନ୍ତୁ। ସ୍ୱାମୀ ବାହାରକୁ ଯିବା ସମୟରେ କେବେ ବି ସ୍ୱାମୀଙ୍କୁ ଗାଳି ଗୁଲଜ କିମ୍ବା ରାଗରିସା ଏମିତି କରନ୍ତୁ ନାହିଁ। ସ୍ୱାମୀ ବାହାରକୁ ଯିବା ସମୟରେ କେବେ ବି ଟଙ୍କା ମାଗନ୍ତୁ ନାହିଁ। ମାଗିବାର ଅଛି ପୂର୍ବ ରାତିରୁ ମାଗି ଦିଅନ୍ତୁ, ପୂର୍ବ ଦିନରୁ ମାଗି ଦିଅନ୍ତୁ, କିନ୍ତୁ ଯିବା ସମୟରେ ଟଙ୍କାକୁ ମାଗନ୍ତୁ ନାହିଁ। ଦେବେ ଆପଣ ଯଦି ଚାହିଁବେ ନିଜେ ଦେଇପାରନ୍ତି, ଏହା ବହୁତ ଶୁଭ ହବ ସ୍ୱାମୀଙ୍କ ପାଇଁ, କିନ୍ତୁ ମାଗନ୍ତୁ ନାହିଁ। ଆଉ କିଛି ଜିନିଷ ଅଛି ଯେମିତି କି ସ୍ୱାମୀ ବାହାରକୁ ଯିବା ସମୟରେ କାନ୍ଦିବେ ନାହିଁ। ଭୁଲରେ ବି ଘରର ମହିଳା ହୁଅନ୍ତୁ, ମା ହୁଅନ୍ତୁ, ଭଉଣୀ ହୁଅନ୍ତୁ, ଛୁଆ ହୁଅନ୍ତୁ, କାନ୍ଦିବେ ନାହିଁ। ପଛରୁ କେବେ ବି ସ୍ୱାମୀଙ୍କୁ ଡାକିବେ ନାହିଁ, ଏମିତି କେବେ ବି କରିବେ ନାହିଁ। ସ୍ୱାମୀ ବାହାରକୁ ଯିବା ସମୟରେ କେବେ ବି ଖଟା ଜିନିଷ ଖୁଆଇ କରି ଛାଡ଼ିବେ ନାହିଁ, ଯେମିତିକି ଲେମ୍ବୁ ମିଶ୍ରି, ଲେମ୍ବୁ ପାଣି ଏସବୁ କରିବେ ନାହିଁ। ଶୁକ୍ରବାର ଦିନ ଦହି ଖାଇବା ବହୁତ ଶୁଭ ହୋଇଥାଏ, କିନ୍ତୁ ଅନ୍ୟ ଦିନ ମାନଙ୍କରେ ଏମିତି ଜମା ବି କରନ୍ତୁ ନାହିଁ। ଥରୁଟି ପରୀକ୍ଷା କରନ୍ତୁ ସତରେ କଣ ଏଇ ସବୁ ଜିନିଷ କାମ କରୁଛି? ନିଶ୍ଚୟ ପରୀକ୍ଷା କରନ୍ତୁ ଆଜ୍ଞା, ଜୀବନରେ ବହୁତ ବଡ଼ ପରିବର୍ତ୍ତନ ହବ। କିଛି କିଛି ଜିନିଷ ଏମିତି ଥାଏ ଯାହା ଆମେ ନ ଚାହିଁଲେ ବି, ନ ବିଶ୍ୱାସ କଲେ ବି ଯେତେବେଳେ ଏହା ଆମେ କାର୍ଯ୍ୟରେ ପରିଣତ କରିଥାଉ ଆମକୁ ବହୁତ ଲାଭକାରୀ ପ୍ରଦାନ କରିଥାଏ। ଏବେ କେଉଁ ସବୁ ଜିନିଷ ସ୍ୱାମୀ ବାହାରକୁ ଯିବା ପରେ କରିବେ ନାହିଁ, ଚାଲନ୍ତୁ ଗୋଟିଏ ଗୋଟିଏ ଆପଣମାନଙ୍କୁ ବତାଉଛି। ପ୍ରଥମ କଥା, ସ୍ୱାମୀ ବାହାରକୁ ଯିବା ସମୟରେ ସ୍ତ୍ରୀ କେବେ ବି ନିଜ କେଶକୁ ଖୋଲା କରି ସଜାଡ଼ନ୍ତୁ ନାହିଁ, ଅର୍ଥାତ୍ କେଶକୁ ତୁରନ୍ତ ଖୋଲା କରନ୍ତୁ ନାହିଁ। କିଛି ମହିଳା ଅଛନ୍ତି ସ୍ୱାମୀ ବାହାରକୁ ଯିବା ପରେ ପରେ କବାଟ ଦେଇକରି ହିଁ ଆରମ୍ଭ କରିଦେବେ ଶୃଙ୍ଗାର ହବା। ଆଜ୍ଞା, ଶୃଙ୍ଗାର ହବା ତ ପ୍ରତ୍ୟେକ ବିବାହିତା ମହିଳାର ଏକ ପ୍ରଧାନ କର୍ତ୍ତବ୍ୟ ଅଟେ, କିନ୍ତୁ ୟାର ମାନେ ନୁହଁ ସ୍ୱାମୀ ବାହାରକୁ ଯିବା ପରେ ତୁରନ୍ତ ନିଜର ବିନ୍ଦୁକୁ ଓହ୍ଲାଇ ଦେବେ, ନିଜର ଗାଧେଇବାକୁ ପଳେଇବେ। ସାଙ୍ଗେ ସାଙ୍ଗେ ଏସବୁ କରନ୍ତୁ ନାହିଁ। କରିବାର ଅଛି, ଗାଧେଇବାର ଅଛି, ରହିଯାଆନ୍ତୁ, ଟିକେ ସମୟ ରହିଯାଆନ୍ତୁ, 10 ମିନିଟ୍ ରହିଯାଆନ୍ତୁ। ନିଜର କେଶକୁ ବି ବାହାର କରନ୍ତୁ ନାହିଁ, ତୁରନ୍ତ ବାହାର କରନ୍ତୁ ନାହିଁ, ଟିକେ ସମୟ ବସିଯାଆନ୍ତୁ, ତାପରେ କରିବେ। ନଚେତ୍ ଏସବୁ ପ୍ରଥମେ କରି କରି ସ୍ୱାମୀଙ୍କୁ ବାହାରକୁ ଛାଡ଼ିବେ, ଅର୍ଥାତ୍ ପୂର୍ବରୁ ହିଁ ଗାଧୋଇ ସାରି ଶୃଙ୍ଗାର ହୋଇକରି ଭଲ କପଡ଼ା ପିନ୍ଧିବେ,
ଯାହା ବି ଆପଣଙ୍କର ପୂଜା ପାଠ ରୋଷେଇବାସ ଆପଣଙ୍କର ଇଚ୍ଛା, ଆପଣ ଯାହା ଯେମିତି ସମୟରେ ଯେମିତି କରିପାରୁଛନ୍ତି, କିନ୍ତୁ ତୁରନ୍ତ ଏସବୁ କାମ କରନ୍ତୁ ନାହିଁ। ଦ୍ୱିତୀୟରେ, ସ୍ୱାମୀ ବାହାରକୁ ଯିବାର ତୁରନ୍ତ ନିଜର ଘରକୁ ପୋଛା ଲଗେଇବେ ନାହିଁ, ଝାଡୁ କରିବେ ନାହିଁ। ଭୁଲରେ ବି ଏମିତି କରିବେ ନାହିଁ, ଏହା ସ୍ୱାମୀଙ୍କ ପାଇଁ ଅମଙ୍ଗଳ ସାଜିଥାଏ। ତୃତୀୟରେ ତୃତୀୟରେ ଏଇଆ ଅଟେ ଯେ ଯେତେବେଳେ ସ୍ୱାମୀ ବାହାରକୁ ଯାଉଛନ୍ତି ତୁରନ୍ତ ସ୍ୱାମୀଙ୍କର ଚୁଗଲି କରନ୍ତୁ ନାହିଁ ଅନ୍ୟ ଆଗରେ। ଅନ୍ୟ ଆଗରେ ସ୍ୱାମୀଙ୍କର ଚୁଗଲି କରନ୍ତୁ ନାହିଁ, ଭୁଲରେ ବି କରନ୍ତୁ ନାହିଁ। ସ୍ୱାମୀ ଖରାପ ହୁଅନ୍ତୁ କିମ୍ବା ଭଲ ହୁଅନ୍ତୁ ଆଜ୍ଞା, ଆମର ଜୀବନ ସେହି ଶାଶୁ ଘରେ ସେହି ସ୍ୱାମୀଙ୍କ ପାଖରେ ହିଁ କଟିବ। ଭୁଲରେ ବି ଏମିତି କରନ୍ତୁ ନାହିଁ। ଏମିତି କଲେ ସ୍ୱାମୀ ଯେତେବେଳେ ଦୁଃଖ ପାଆନ୍ତି, ସ୍ୱାମୀଙ୍କର କୌଣସି ଯଦି ଖରାପ ସମୟ ଆସେ, କଣ ଆପଣ ଦୁଃଖ ପାଆନ୍ତିନି? ତେଣୁ କାହିଁକି ତାଙ୍କର ଅମଙ୍ଗଳ ଚିନ୍ତା କରିବା, କାହିଁକି ତାଙ୍କର ଚୁଗଲି କରିବା? ବନ୍ଦ କରନ୍ତୁ ଆଜ୍ଞା, କେବେ ବି କରନ୍ତୁ ନାହିଁ। କିମ୍ବା ତା ସହିତ ସ୍ୱାମୀ ବାହାରକୁ ଯାଉ ଯାଉ କେବେ ବି କୌଣସି ବି ପରିବାର ସଦସ୍ୟଙ୍କ ବିଷୟରେ ଚୁଗଲି କରନ୍ତୁ ନାହିଁ। ଚତୁର୍ଥ ଜିନିଷଟି ଏଇଆ ଅଟେ ଯେ ସ୍ୱାମୀ ବାହାରକୁ ତୁରନ୍ତ ଯିବା ସମୟରେ କିମ୍ବା ସ୍ୱାମୀ ଯାଉଛନ୍ତି, ଘରର କଚରା ଘରର ମଇଳାକୁ ଫିଙ୍ଗନ୍ତୁ ନାହିଁ, ତୁରନ୍ତ କରନ୍ତୁ ନାହିଁ ଏସବୁ କାମ। କିଛି ଜିନିଷ ନିୟମ ଅଛି ଆଜ୍ଞା। ଦେଖନ୍ତୁ, ଘରର କଚରା ଏହା ତ ଆମର କଚରା, ଏହା ଅଶୁଭ କେମିତି ନାହିଁ ଆଜ୍ଞା। ଯେତେବେଳେ ଜଣେ କାମକୁ ଯାଇଥାଏ ନା, କାମ ହେଉଛି ଲକ୍ଷ୍ମୀ। ଆଉ ଲକ୍ଷ୍ମୀ କି ପାଖକୁ ଆମେ ଯେତେବେଳେ ଯାଉଛେ, ଅଲକ୍ଷ୍ମୀକୁ ଦେଖିକରି ଯିବା? ଅଲକ୍ଷ୍ମୀକୁ ପ୍ରଥମେ ସଫା କରିଦିଅନ୍ତୁ କିମ୍ବା ସାଇଡ୍ କରି ରଖିଦିଅନ୍ତୁ। ଯେତେବେଳେ ସ୍ୱାମୀ ଚାଲିଯିବେ, ସମୟ ସୁବିଧା ଦେଖିକରି 10 ମିନିଟ୍ ପରେ 15 ମିନିଟ୍ ପରେ ଫିଙ୍ଗିଦେବେ କିମ୍ବା ପୂର୍ବରୁ ଫିଙ୍ଗିଦେବେ। ବାସ୍ 5-10 ମିନିଟ୍ର କଥା, 5-10 ମିନିଟ୍ରେ କିଛି ବି ଏପଟ ସେପଟ ହବ ନାହିଁ। ଚେଷ୍ଟା କରନ୍ତୁ ନିଜର କର୍ମ ଦ୍ୱାରା ଆମେ ଆମ ଭାଗ୍ୟ ବଦଳେଇ ପାରିବା ଆଜ୍ଞା। କିଛି କିଛି କଥା ବଦଳେଇ ଦିଅନ୍ତୁ, ନିଶ୍ଚୟ ଜୀବନରେ ବହୁତ ଉନ୍ନତି ହବ। ଏବେ ପଞ୍ଚମ ଜିନିଷଟି, ସ୍ୱାମୀ ବାହାରକୁ ଯିବା ସମୟରେ କେବେ ବି ଆପଣମାନେ ତୁରନ୍ତ କବାଟ ଦିଅନ୍ତୁ ନାହିଁ। କଣ କହୁଛି, ଯେତେବେଳେ ସ୍ୱାମୀ ଯାଇ ବି ନଥିବେ ଆମେ ସାଙ୍ଗେ ସାଙ୍ଗେ କବାଟ ଦେଇ ଦଉଛୁ। କିମ୍ବା ଛୁଆମାନେ ବି ସ୍କୁଲକୁ ଯିବା ସମୟରେ ଆପଣମାନେ ଦାଣ୍ଡରେ ଛିଡା ହୁଅନ୍ତୁ। ଯେହେତୁ ଆପଣ ମା, ଯେହେତୁ ଆପଣ ସ୍ତ୍ରୀ, ଭଉଣୀ, ଛିଡା ହୋଇଯାଆନ୍ତୁ କିଛି ସମୟ। ଯେତେବେଳେ ଯିବେ ନା, ତୁରନ୍ତ କବାଟ ଦିଅନ୍ତୁ ନାହିଁ, କିଛି ସମୟ ରହିଯାଆନ୍ତୁ। କଣ ଅଛି, ଗୋଟିଏ 5 ମିନିଟ୍, କଣ ଆମର ଯୁଗ ପରିବର୍ତ୍ତନ ହୋଇଯାଇଛି ଯେ 5 ମିନିଟ୍ ରହିଯାଆନ୍ତୁ। ଏବଂ କେବେ ବି ଘରର ଏରୁଣ୍ଡି ବନ୍ଧ ଉପରେ ରହିକରି ନା ସ୍ୱାମୀଙ୍କର ଆସିବା ବାଟକୁ ଚାହିଁକି ରହିବେ, ନା ଯିବା ବାଟକୁ ଚାହିଁକି ରହିବେ। କେବେ ବି ଘରର ଏରୁଣ୍ଡି ବନ୍ଧ ଉପରେ ଗୋଡ଼ ରଖିକରି କିମ୍ବା ବସିକରି ଆସିବା ବାଟକୁ କିମ୍ବା ଯିବା ବାଟକୁ ଚାହିଁବେ ନାହିଁ। ଘରର ଏରୁଣ୍ଡି ବନ୍ଧରେ ଲକ୍ଷ୍ମୀ ନୃସିଂହଙ୍କର ବାସ ରହିଥାଏ। ଯେଉଁଠି ଦେବୀ ଦେବତାଙ୍କର ବାସ ଥାଏ, ତା ଉପରେ ଜମା ବି ପାଦ ରଖନ୍ତୁ ନାହିଁ ଆଜ୍ଞା। ଏହା ଆପଣଙ୍କ ପାଇଁ ଜମା ବି ଭଲ ନୁହଁ। ସ୍ୱାମୀଙ୍କର ମଙ୍ଗଳ ପାଇଁ ଆମେ କେତେ ଯେ ପୂଜାପୂଜି କରୁଛେ, ଏସବୁ ଜିନିଷ ଆମର ନା ସମୟ ବର୍ବାଦ କରିବ, ନା ଆମର ଟଙ୍କା ଖର୍ଚ୍ଚ କରିବ, ନା ଆମର ଉପବାସରେ ଦେହ ଅସୁସ୍ଥ ହବ, ନା ଆମର କୌଣସି ଏକ ବହୁତ 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 ଟଙ୍କାର ଖର୍ଚ୍ଚ ହବ। କଣ ହବ? କିଛି ହବ ନାହିଁ। ବାସ୍ କିଛି ସମୟ, କିଛି ଆମ କାମରେ ପରିବର୍ତ୍ତନ, ଟିକେ ଖାଲି କାମରେ ପରିବର୍ତ୍ତନ ହବା କଥା। ଏବଂ ଯେଉଁ ମହିଳା ମାନେ ନିଜେ ବି ଅଫିସ ଯାଉଛନ୍ତି ନା, ଯିବା ସମୟରେ ମଇଳାକୁ କଚରାକୁ ଫିଙ୍ଗନ୍ତୁ ନାହିଁ ଏବଂ ଛୁଆକୁ ଗାଳି ଗୁଲଜ କରନ୍ତୁ ନାହିଁ। କାମକୁ ଯିବା ବେଳେ କେବେ ବି ପଛକୁ ଫେରିବେ ନାହିଁ, ସେ ସ୍ୱାମୀ ହୁଅନ୍ତୁ କିମ୍ବା ସ୍ତ୍ରୀ ହୁଅନ୍ତୁ। ଏସବୁ କାମ ଜମା ବି କରିବେ ନାହିଁ। ସବୁବେଳେ ଠାକୁରଙ୍କର ଗୋଟିଏ ଫୁଲକୁ ପାଖରେ ରଖିକରି ଯାଆନ୍ତୁ, ଦେଖିବେ ଚାକିରିରେ ବହୁତ ଉନ୍ନତି ହବ। କେବେ ବି ଖଟା ଜିନିଷ ଖାଇଯିବେ ନାହିଁ, ସ୍ୱାମୀ ହୁଅନ୍ତୁ କିମ୍ବା ପୁରୁଷ ହୁଅନ୍ତୁ, ଭୁଲରେ ବି କରିବେ ନାହିଁ। ଏବଂ ଆପଣଙ୍କର କାମ ଛୋଟ ହଉ କିମ୍ବା ବଡ଼ ହଉ, କାମ ହେଉଛି ଲକ୍ଷ୍ମୀ, ସନ୍ତୋଷରେ ଯାଆନ୍ତୁ। କାମର ନିନ୍ଦା କରନ୍ତୁ ନାହିଁ। ଯେଉଁ ବି କମ୍ପାନୀରେ ଅଛନ୍ତି, ଯେଉଁ ବି କାମ କରୁଛନ୍ତି, ପାନ ଦୋକାନଟିଏ ହଉନା କାହିଁକି, ନିନ୍ଦା କରନ୍ତୁ ନାହିଁ କାମକୁ। ନିଶ୍ଚୟ ଆଜିର ଏଇ ଛୋଟିଆ କାମ କାଲିକି ବହୁତ ବଡ଼ ସଫଳତା ଆପଣଙ୍କୁ ଦବ। ଚେଷ୍ଟା କରନ୍ତୁ, ଆଜି ନହେଲେ କେବେ ହେଲେ ତ ଉନ୍ନତି ହବ, ଚେଷ୍ଟା କରନ୍ତୁ। ଏବେ ଦର୍ଶକ ବନ୍ଧୁ, ପ୍ରଶ୍ନ ଏଇଆ ଆସୁଛି ଯେ ଯେ ଆମେ ଆଉ କଣ କରିପାରିବା ସ୍ୱାମୀଙ୍କର ଉନ୍ନତି ପାଇଁ? ଏସବୁ ତ କାମ ଥିଲା। ଆପଣ ଚାହିଁଲେ ଭଗବତ ଗୀତା ପାଠ କରିପାରନ୍ତି ପ୍ରତ୍ୟେକ ଦିନ, ଭଗବତ ଗୀତା ପାଠ କରିପାରନ୍ତି, ହନୁମାନଙ୍କର ଦର୍ଶନ କରିପାରନ୍ତି, ହନୁମାନଙ୍କୁ ତୁଳସୀର ମାଳା ଅର୍ପଣ କରିପାରନ୍ତି, ପାନପତ୍ର, ଦେଶୀ ପାନପତ୍ର ମାଳାରେ ରାମ ରାମ ଲେଖି ଅର୍ପଣ କରିପାରନ୍ତି ମଙ୍ଗଳବାର ଦିନ। ଏସବୁ କାମ ଦ୍ୱାରା ସ୍ୱାମୀଙ୍କର ମଙ୍ଗଳ ହୋଇଥାଏ। ଏବଂ ତା ସହିତ ସବୁଠାରୁ ବହୁତ ପୁଣ୍ୟର କାମ, ପ୍ରତ୍ୟେକ ଦିନ ଶିବ ଦର୍ଶନ କରନ୍ତୁ, ପ୍ରତ୍ୟେକ ଦିନ କରନ୍ତୁ। ଗୋଟାଏ ଦୀପ ଦିଅନ୍ତୁ, ଗୋଟାଏ ଢାଳ
ଜଳ ଅର୍ପଣ କରିବାକୁ ଦିଅନ୍ତୁ। ଦେଖିବେ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବେ। କିଛି ଦିନ ଭିତରେ ଆପଣଙ୍କର ଜୀବନରେ ବହୁତ ସାରା ପରିବର୍ତ୍ତନ ଆସିବ। ଈଶ୍ୱରଙ୍କ ଉପରେ ଈଶ୍ୱରଙ୍କର ଆଜ୍ଞାରେ ଈଶ୍ୱରଙ୍କର ହାତ ଧରି ଯେଉଁମାନେ ଚାଲିଛନ୍ତି ତାର ପରିବାରକୁ ତାର ଉପରକୁ କେବେ ବି ଈଶ୍ୱର କିଛି ବି ଦୁଃଖ ଦୁର୍ଦ୍ଦଶା ଆଣେଇ ଦେଇନାହାନ୍ତି। ଆଜି ପାଇଁ ରହିଲି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓରେ।